ପିଲାମାନେ ତୁମେ କ'ଣ ଜାଣିଛ କୋଇଲି କାହିଁକି କାଉ ବସାରେ ଅଣ୍ଡା ଦିଏ? ତ ଆଜି ଗପଟି ଆମେ ପଢ଼ିଲେ ଆମେ ଜାଣିପାରିବା ଯେ କୋଇଲି କାହିଁକି କାଉ ବସାରେ ଅଣ୍ଡା ଦିଏ। ତ ଚାଲ ଗପଟିକୁ ଆରମ୍ଭ କରିବା। କାଉ ବସାରେ କୋଇଲି। ଅନେକ ଦିନ ତଳର କଥା। ଗୋଟିଏ ଗଛରେ କୋଇଲିଟିଏ ବସା କରି ରହୁଥାଏ। ସେ ଭାରି ନିରୀହ। ସେହି ଗଛରେ ଦୁଷ୍ଟ ହନୁମାଙ୍କଡ଼ଟିଏ ମଧ୍ୟ ରହୁଥାଏ। କୋଇଲି ଯେତେବେଳେ ଅଣ୍ଡା ଦିଏ ସେତେବେଳେ ହନୁମାଙ୍କଡ଼ ଡାଳଟିକୁ ହଲାଇ ଦିଏ। ବସାରୁ ଅଣ୍ଡା ପଡ଼ି ଫାଟିଯାଏ। କୋଇଲି ବିଚରା ମନ ଦୁଃଖରେ ଥାଏ। ଥରେ କୋଇଲି ଗୋଟିଏ ଉପାୟ ପାଞ୍ଚିଲା। ଅଣ୍ଡା ଦେବା ବେଳ ହେଲାରୁ ସେ ବସା ଛାଡ଼ି ଚାଲିଗଲା। ଦୂରରେ ଆଉ ଗୋଟିଏ ଗଛ ଥାଏ। ସେଠି ଗୋଟିଏ କାଉ ବସା କରି 2ଟି ଅଣ୍ଡା ଦେଇଥାଏ। କାଉ ତା ବସାରେ ନଥିବା ବେଳେ କୋଇଲି କାଉ ବସାରେ 2ଟି ଅଣ୍ଡା ଦେଇ ଫେରିଆସିଲା। କାଉ ନିଜ ଅଣ୍ଡା ସହ କୋଇଲି ଅଣ୍ଡାକୁ ବି ଉଷୁମ କଲା। କିଛି ଦିନ ପରେ 4ଟି ଯାକ ଅଣ୍ଡାରୁ ଗୁଲୁଗୁଲିଆ ଛୁଆ ବାହାରିଲେ। ସେତିକିବେଳେ କୋଇଲି କାଉ ପାଖରେ ପହଞ୍ଚିଗଲା। ନିଜ ଛୁଆ 2ଟିକୁ ନେଇଯିବା ପାଇଁ ମାଗିଲା। କାଉ କହିଲା, 4ଟି ଯାକ ମୋ ଛୁଆ। ଏହି କଥାରେ ଦୁହିଁଙ୍କ ଭିତରେ କଳି ହେଲା। କଜଳପାତଟିଏ ସେହି ବାଟରେ ଉଡ଼ି ଯାଉଥିଲା। ସେମାନଙ୍କ କଳି ଶୁଣି ପାଖକୁ ଆସିଲା। କାଉକୁ ବୁଝାଇଲା, ହେଲେ କାଉ ତା କଥା ଶୁଣିଲା ନାହିଁ। କଜଳପାତି କୋଇଲିକୁ ବୁଝାଇ ଗୋଟିଏ ମାସ ପରେ ପୁଣି ଆସିବାକୁ କହିଲା। କୋଇଲି ରାଜି ହୋଇ ନିଜ ବସାକୁ ଫେରିଗଲା। 4ଟି ଯାକ ଛୁଆ ସେତେବେଳେ ବଡ଼ ହେଲେ। 2ଟି ଛୁଆ କା କା ରାବ ଦେଲେ। ଆଉ 2ଟି ଛୁଆ ପୁରା ଚୁପ୍। ମାସେ ପରେ କୋଇଲି ଆସିଲା। କଜଳପାତି ବି ଆସିଲା। କଜଳପାତି, କାଉ, କୋଇଲି 2 ଜଣଙ୍କୁ ଚୁପ୍ ରହିବାକୁ କହିଲା। 4ଟି ଛୁଆଙ୍କୁ ଗୀତ ଗାଇବାକୁ କହିଲା। କାଉ ଛୁଆ କା କା ରଡ଼ି ଛାଡ଼ିଲେ। ଅନ୍ୟ 2ଟି ଛୁଆ ପ୍ରଥମ ଥର ପାଇଁ କୁ କୁ ସ୍ୱରରେ ଗୀତ ଗାଇଲେ। କାଉ ତଳକୁ ମୁହଁ କରି ଚୁପ୍ ହୋଇ ରହିଗଲା। ଖୁସିରେ କୋଇଲି ଆଖିରୁ ଲୁହ ଝରି ପଡ଼ିଲା। କଜଳପାତି କାଉକୁ କହିଲା, କୋଇଲି ଅସୁବିଧାରେ ପଡ଼ି ତୋ ବସାରେ ଅଣ୍ଡା ଦେଇଥିଲା। ତୁ ଜାଣି ଶୁଣି କୋଇଲି ଛୁଆକୁ ନିଜର ବୋଲି କହିଲୁ। ସେଥିପାଇଁ ତୁ ଦଣ୍ଡ ପାଇବୁ। ଏଣିକି ସବୁବେଳେ କୋଇଲି ତୋ ବସାରେ ଅଣ୍ଡା ଦେବ, ଆଉ ତୁ ସେହି ଅଣ୍ଡାର ଯତ୍ନ ନେବୁ। ସେହିଦିନ ଠାରୁ କୋଇଲି କାଉ ବସାରେ ଅଣ୍ଡା ଦିଏ। ତ ପିଲାମାନେ ଜାଣିପାରିଲେ ନା ଜାଣିପାରିଲେନି କାହିଁକି କୋଇଲି କାଉ ବସାରେ ଅଣ୍ଡା ଦିଏ? ଯେହେତୁ କୋଇଲିର ଅସୁବିଧା ହେତୁ ସେ ଯାଇକି କାଉ ବସାରେ ଅଣ୍ଡା ଦେଇଥିଲା। ପରେ ଯେତେବେଳେ କାଉ ଏହା ଜାଣି ମଧ୍ୟ ତା ଛୁଆକୁ ଫେରିଲା ନାହିଁ, ସେଥିପାଇଁ କଜଳପାତି ନିଷ୍ପତ୍ତି ଦେଲା ଯେ ଏବେଠାରୁ ତୁ ଯେହେତୁ ଜାଣିଶୁଣି ଭୁଲ କରିଛୁ, ତାହେଲେ ତୁ ସବୁ ପର୍ଯ୍ୟନ୍ତ ଆଗକୁ ଯେତେ ସମୟ ଆସିବ ସେ ପର୍ଯ୍ୟନ୍ତ କୋଇଲିର ଅଣ୍ଡାକୁ ତୁ ସବୁବେଳେ ପାଇଁ ଯତ୍ନ ନେବୁ ଏବଂ କୋଇଲିର ଯାହା ବି ଛୁଆ ହେବ ତାକୁ ଫେରାଇବାକୁ ବାଧ୍ୟ ହେବୁ। ବୁଝିପାରିଲୁଣି? ସେହିଦିନ ଠାରୁ କୋଇଲି କାଉ ବସାରେ ଅଣ୍ଡା ଦିଏ ଏବଂ କୋଇଲିର ଅଣ୍ଡାକୁ ମଧ୍ୟ ଯତ୍ନ ନେଇଥାଏ। ବୁଝିପାରିଲେ ନାହିଁ ପିଲାମାନେ?